ଆଜି ମୁଁ ଆପଣମାନଙ୍କୁ ଅନୁରୂପ କୋଣ କ'ଣ, ଏକାନ୍ତର କୋଣ କ'ଣ, ପ୍ରତୀପ କୋଣ ସବୁ କୋଣ ବିଷୟରେ କହିବି। ବିଶେଷ କରି ମୁଁ ଅନୁରୂପ କୋଣ ଆଉ ଏକାନ୍ତର କୋଣ କାହାକୁ କୁହାଯାଏ ଆଉ କେମିତି କେଉଁଟାକୁ ଅନୁରୂପ କୋଣ ଆଉ ଏକାନ୍ତର କୋଣ ତାକୁ ମୁଁ କହୁଛି। ଏଠି ଆମେ ଦୁଇଟି ସରଳ ରେଖା ନେଇଛି। ସମାନ୍ତର ସରଳ ରେଖାକୁ ଆମେ ଛେଦ କରିଛି MN ସରଳ ରେଖା ଛେଦ କରିଛି। ଛେଦ କରିବା ଦ୍ୱାରା ଆମର ଉତ୍ପନ୍ନ କେଇଟା କୋଣ ହେଲା? 8ଟି କୋଣ ହେଲା। ଏଠି ଦେବା ଛେଦକର 1 2 3 4 ଏଠି 5 6 7 8 ଏଇଭଳି ଆମର 8ଟି କୋଣ ଉତ୍ପନ୍ନ ହେଲା। 8ଟି କୋଣ ଯେଉଁ ଉତ୍ପନ୍ନ ହେଲା ଆମେ ଅନ୍ତସ୍ଥ କୋଣ କାହାକୁ କହିଲେ? ଏଇପଟ ମୁଁ ଆଗ ଇଏରେ ସର୍ଟ ଭିଡ଼ିଓରେ ଛାଡ଼ିଛି ଅନ୍ତସ୍ଥ କୋଣ ବହିସ୍ଥ କୋଣ। ଏଇ ଦୁଇଟି ସମାନ୍ତର ଭିତରେ ଯେଉଁ କୋଣ ଗୁଡ଼ିକ ଅଛି ଏଠି ଅନ୍ତସ୍ଥ କୋଣ ହେଲା। ଏଇ ଛେଦକର ବାହାରେ ଯେଉଁ ଏଇ ସମାନ୍ତର ସରଳ ରେଖାର ବାହାରେ ଯେଉଁ କୋଣ ଅଛି ସେଇଟା ହେଲା ବହିସ୍ଥ କୋଣ। ତାପରେ ଆମେ ଏକାନ୍ତର କୋଣ ଚିହ୍ନିବା। ଆମେ ଅନ୍ତସ୍ଥ କୋଣ ହେଲା 3 4 5 6 ବହିସ୍ଥ କୋଣ ହେଲା ଆମର 1 2 7 8 ହେଲା। ତାପରେ ଆମେ ଏକାନ୍ତର କୋଣ କାହାକୁ କୁହାଯାଏ? ଏକାନ୍ତର କୋଣ ମାନେ ଗୋଟେ କୋଣର ଏପଟ ସେପଟ କୋଣଟା ଛେଦକର ଏଇ ବିପରୀତ କୋଣ। ଏକାନ୍ତର କୋଣ ଆମର ହେଲା କୋଉଟା ନା 3 ଆମର 3 ଏକାନ୍ତର କୋଣ। ଏକାନ୍ତର କୋଣ ସମାନ 3 କୋଣ ଓ 6 କୋଣ। ଆଉ ଗୋଟେ ହେଲା 4 କୋଣ ଓ 5 କୋଣ। ଏଇପଟ ଏ କୋଣକୁ ଏକାନ୍ତର ଏଇଟା, ଏପଟକୁ 4 କୋଣଟା 5 କୋଣ। ଏଇଟା ହେଲା ଏକାନ୍ତର କୋଣ। ତାପରେ ଆମେ ଦେଖିବା ଏକାନ୍ତର କୋଣ ହେଲା। ତାପରେ ଅନୁରୂପ କୋଣ। ଅନୁରୂପ କୋଣ କୋଉଟା ଅନୁରୂପ କୋଣ କୁହାହବ ନା ଆମର 1ର ଅନୁରୂପ କୋଣ ହବ 5 ହେଲା। 1ର ଅନୁରୂପ କୋଣ ହେଲା 5 ଅନୁରୂପ କୋଣ। ଏମିତି ଚିହ୍ନିବା 1ର ହବ 5 ଏଇଟା ଗୋଟେ ଛାଡ଼ିକିରି ଏପଟ କରିବା 1 କୋଣର 5 କୋଣ, 2 କୋଣର 6 କୋଣ। ଏଇଟା 1 କୋଣର 5 କୋଣ, 2 କୋଣର 6 କୋଣ, 3 କୋଣର 7 କୋଣ, 3 କୋଣର 7 କୋଣ, 3 କୋଣର 7 କୋଣ। ତାପରେ 4 କୋଣର 8 କୋଣ, 4 କୋଣର 8 କୋଣ। ଅନୁରୂପ କୋଣ ପରସ୍ପର ସମାନ ହୁଏ ସବୁବେଳେ ପାଇଁ। ଏକାନ୍ତର କୋଣ ସମାନ, ଅନୁରୂପ କୋଣ ବି ସମାନ ପରିମାଣ। ଏଇଭଳି ଭାବରେ ଆମେ ଏକାନ୍ତର କୋଣ ଅନୁରୂପ କୋଣ ଜାଣିଲେ। ତାପରେ ପ୍ରତୀପ କୋଣଟି ମୁଁ ଆଗରୁ କହିଯାଇଛି। ସେ ସବୁ କୋଣ ବିଷୟରେ ମୁଁ କହିଦେଲି। ଆପଣଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗୁଥିବ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଲାଇକ୍ କମେଣ୍ଟ ଦେବେ।